ନମସ୍କାର ସାଙ୍ଗମାନେ, ଶୁଭ ସକାଳଟି ମୋର ଆରମ୍ଭ ହେଲା ଏ ମନଲୋଭା ଦୃଶ୍ୟରୁ। କଥାରେ ଅଛି ପରା, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ମର୍ଣ୍ଣିଂ ୱାକ୍ କରୁ କରୁ ମୁଁ ସେ ସୁନ୍ଦର ତୃପ୍ତି ଦେଖିବାକୁ ଟିକେ ଡୁଙ୍ଗି ପଡ଼ିଥିଲି। ସେଥିପାଇଁ ମୋ ସ୍ୱାମୀ ଗାଳି କରି ମୋତେ ରଗେଇ ଦେଲେ। ଆଉ ରାଗ ଶାନ୍ତ କରିବାକୁ ମୋତେ କ'ଣ ଦେଲେ, ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ, ଆପେ ଆପେ ଜାଣିଯିବେ। ଆଜି ଥିଲା ଆମ ବଜାର କମିଟି ତରଫରୁ ଧର୍ମେଶ୍ୱର ଠାକୁରଙ୍କର ପୂଜା। ଅଫିସ ସାମ୍ନାରୁ ଚାହିଁ ଦେଖୁ ତ ନନା ଆସିଗଲେଣି ପୂଜା ପାଇଁ। ସେଥିପାଇଁ ଆମେ ତରବର ହୋଇ ବେଲପତ୍ର ହାର କରିଦେଲୁ। ତାପରେ ଯଜମାନ ପୂଜାରେ ବସିଲେ। ଏଠି ମୋର କିଛି ଭିଡ଼ିଓ ନାହିଁ, କାହିଁକି ନା ମୁଁ ପା ଭିଡ଼ିଓ ବନଉଥିଲି ବ୍ଲଗ ପାଇଁ। ହସିବେନି ଆ। ଧର୍ମେଶ୍ୱର ଠାକୁରଙ୍କୁ କ'ଣ କୁହନ୍ତି କମେଣ୍ଟରେ ଜଣାନ୍ତୁ, ଯେହେତୁ ମୁଁ କହିବିନି ମୁଁ ଜଣାଇ ପାରୁନାହିଁ। ପ୍ରଭୁ ଧର୍ମେଶ୍ୱର ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରି ସୁଖ ଶାନ୍ତିରେ ରଖନ୍ତୁ ବୋଲି ଦଣ୍ଡବତଟିଏ କଲି। ତାପରେ ସ୍ୱାମୀ ଅଗ୍ନି ଦେବତାଙ୍କୁ ଶାନ୍ତ କରିସାରିବା ପରେ, ପୂଜା ସାରିବା ପରେ ମୋତେ ପଞ୍ଚାମୃତ ଦେଇ ଶାନ୍ତ କରିଦେଇଥିଲେ। ମୁଁ ତ ଏତିକିରେ ଶାନ୍ତ ହେଇଯାଏ ଆଜ୍ଞା। ଆପଣମାନେ କେମିତି ଶାନ୍ତ ହୁଅନ୍ତି କମେଣ୍ଟରେ ନିଶ୍ଚିତ ଜଣାଇବେ। ରହିଲି, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିଦେବେ।